ପାଇଁ କିଏ ମହିଳାଙ୍କ ବିରୋଧରେ ଆଉ ଆଜି ଆମର ଭାଗ ଆମର ନିଷ୍ପତ୍ତି କଣ ଆମର ସଂକଳ୍ପ କଣ ମହିଳାଙ୍କ ପାଇଁ ବିଜୁ ଜନତା ଦଳ ବିଜୁ ବାବୁ ଥିଲେ ଯେତିକି ସେମାନେ ମହିଳା ସଂରକ୍ଷଣ କରିଥିଲେ ବ୍ଲକରେ ପଞ୍ଚାୟତରେ ଜିଲ୍ଲା ପରିଷଦରେ ତାଙ୍କର ସ୍ୱତନ୍ତ୍ର ଆସିଲେ ସେ 20 ମସିହାରେ ମହିଳାମାନଙ୍କୁ ଲୋକସଭା ବିଧାନସଭାରେ 37 ଭାଗ ଆସନ ଦେବା ପାଇଁ ବିଧାନସଭାରେ ପାରିତ କରିଥିଲେ ସଂକଳ୍ପ ଖାଲି ସେତିକି ନୁହଁ 2019ରେ 2024ରେ ସେ ମହିଳାମାନଙ୍କୁ ଲୋକସଭାରେ 1/3 ଆସନ 21ରୁ 7 ଆସନ ଦେଇଛନ୍ତି ଇଏ ହେଉଛନ୍ତି ନବୀନ ବାବୁ ଏବଂ ନବୀନ ବାବୁ ମା ମାନଙ୍କ ସଶକ୍ତିକରଣ କରିବା ପାଇଁ ଗୋଟେ ମିଶନ ଶକ୍ତି ବିଭାଗ ଖୋଲିଲେ ଦକ୍ଷ ମହିଳାଙ୍କୁ ଦାୟିତ୍ୱ ଦେଲେ ଅର୍ଥନୈତିକ ଦୃଷ୍ଟିରୁ ତାଙ୍କୁ ଶକ୍ତିଶାଳୀ କରିବା ପାଇଁ ତାଙ୍କ ସାମାଜିକ ସ୍ତରରେ ଆତ୍ମମର୍ଯ୍ୟାଦା ବଢ଼ାଇବା ପାଇଁ ତାଙ୍କୁ ସହାୟତା ଦେଲେ ଯଦି କେହି ମା ମାନଙ୍କ ପାଇଁ ଅଛନ୍ତି ତାହେଲେ ସେ ହେଉଛନ୍ତି ନବୀନ ବାବୁ ସେ ହେଉଛି ବିଜୁ ଜନତା ଦଳ ପ୍ରତ୍ୟେକ ବନ୍ଧନ ନବୀନ ବାବୁଙ୍କ ହୃଦୟର ମହିଳାଙ୍କ ପାଇଁ ମହିଳା ସଶକ୍ତିକରଣ